ଶୁଣନ୍ତୁ ଆଜ୍ଞା, ଏବେ ଆସିଛି ନ୍ୟୁ ଅପଡେଟ୍। ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, 5 ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଘର। ତେବେ ଏବେ ଆମର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାରି କଲେ ଆଉ ଏକ ନୂଆ ଅପଡେଟ୍। ଖୁବ୍ ଶୀଘ୍ର ସମସ୍ତଙ୍କୁ ମିଳିବାକୁ ଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର। ତେବେ କେଉଁମାନେ ପାଇପାରିବେ, କ'ଣ ରହିଛି ଅପଡେଟ୍, ଆସନ୍ତୁ ଜାଣିବା। ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଶୁଣନ୍ତୁ ଆଜ୍ଞା, ଓଡ଼ିଶାରେ କ୍ଷମତାକୁ ଆସୁ ଆସୁ 100 ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ୍ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଉଛନ୍ତି। ଏହି 100 ରାଜ୍ୟରେ ହଜାର ହଜାର ମହିଳା 50,000 ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାରି ଭିତରେ ପଶି ଏକ ବଡ଼ ନିୟମ ଆସିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବେ ରାଜ୍ୟରେ 5 ଲକ୍ଷ ନୂଆ ଘର ନିର୍ମାଣ କରିବାକୁ ଘୋଷଣା କରିଛନ୍ତି ସରକାର। ଏହି ଯୋଜନାରେ କେଉଁମାନେ ଲାଭବାନ ହେବେ ଜାଣି ରଖନ୍ତୁ। ରାଜ୍ୟରେ ବିଜେପି ସରକାର ଗଠନ ପରେ ଦିଲ୍ଲୀରେ ପ୍ରାକ୍ ବଜେଟ୍ ଅବସ୍ଥିତ ହୋଇଛି। ତେବେ ଏହି ସମୟରେ ରାଜ୍ୟରେ ବିକାଶ ପାଇଁ ଦାବି ରଖିଛନ୍ତି ସରକାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବରେ ପିଏମ୍ଏୱାଇ ଯୋଜନାରେ 5 ଲକ୍ଷ ଘର ମାଗିଛନ୍ତି ଉପମୁଖ୍ୟମନ୍ତ୍ରୀ। ତେବେ 5 ଲକ୍ଷ ଘର ପାଇଁ କେନ୍ଦ୍ର ବଣ୍ଟନ ଆବଣ୍ଟିତ ହେଉ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ କହିଛନ୍ତି। ତେବେ କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ 5 ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇବାକୁ ଦିଆଯାଇପାରେ। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସାହାଯ୍ୟ ପ୍ରଦାନ କରାଯିବ ବୋଲି ସରକାର କହିଛନ୍ତି। ତେବେ ଯେଉଁମାନେ ଘରଟିଏ ତିଆରି କରିବା ପାଇଁ ଆର୍ଥିକ ଭାବରେ ଅସକ୍ଷମ, ଏହିଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଅର୍ଥରାଶି ପ୍ରଦାନ କରାଯାଉଛି। ତେବେ ହିତାଧିକାରୀମାନେ ଏହି ଯୋଜନାରେ ଲାଭ ଉଠାଇବା ପାଇଁ ଆବେଦନ କରିଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷ୍ୟ ହେଉଛି ଗରିବ ଜନସାଧାରଣମାନଙ୍କୁ ପକ୍କା ଘର ଯୋଗାଇ ଦିଆଯିବ। ଚାଳ ଛପର ଘରେ ରହୁଥିବା ଗରିବ ସାଧାରଣ ଲୋକଙ୍କୁ ପକ୍କା ଘରଟିଏ ତିଆରି କରିବା ପାଇଁ ଯେଉଁଭଳି କିଛି ସମସ୍ୟା ନ ହେବ, ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ସରକାର। ତେବେ ଆପଣ ଯଦି ଯୋଗ୍ୟ ପ୍ରାର୍ଥୀ ହେଉଥିବେ, ତେବେ ଆପଣ ଚାହିଁଲେ ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ କରିପାରିବେ। ଆଉ ଆପଣ ମଧ୍ୟ ପାଇପାରିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର। ଏବଂ ଯୋଜନାରେ ସାମିଲ ହେବା ପାଇଁ ପରିବାର ଲୋକଙ୍କର ଆୟ 3 ଲକ୍ଷରୁ କମ୍ ହୋଇଥିବା ଆବଶ୍ୟକ।